ଆପଣମାନଙ୍କର ଆର୍ଥିକ ସଙ୍କଟ କିପରି ଦୂର କରିବ ଫେଙ୍ଗସୁଇ, ସେ ବିଷୟରେ ଆମେ ଆଜି ଜାଣିବା। ଫେଙ୍ଗସୁଇ ଲାଫିଂ ବୁଦ୍ଧ, ଫେଙ୍ଗସୁଇ ଖ୍ରୀଷ୍ଟମାସ ଗଛ, ଫେଙ୍ଗସୁଇ ୱିଣ୍ଡ ଚାଇମ୍ସ, ଫେଙ୍ଗସୁଇ କଇଁଛ ଓ ଫେଙ୍ଗସୁଇ ମୁଦ୍ରା କିପରି ଆପଣଙ୍କ ଘରର ବାତାବରଣକୁ ପରିବର୍ତ୍ତନ କରିବ, ସେ ବିଷୟରେ ଆମେ ଆଜି ଜାଣିବା। ଚୀନର ଫେଙ୍ଗସୁଇ ଅନୁସାରେ ଯେତେବେଳେ ଘରେ ନକାରାତ୍ମକ ଶକ୍ତି ରହିଥାଏ, ସେତେବେଳେ ଘରର ସଦସ୍ୟମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତଥାପି ଯେତେବେଳେ ଘରେ ସକାରାତ୍ମକ ଶକ୍ତି ଆସେ, ସେତେବେଳେ ସମୃଦ୍ଧି ଏବଂ ଧନ ବୃଦ୍ଧି ହୋଇଥାଏ। ତେଣୁ ସମସ୍ତେ ଚାହାନ୍ତି ଯେ ସେମାନଙ୍କର ଘର ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେଉ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବା, ସୁଖୀ ଜୀବନଯାପନ କରିବା ଏବଂ ଟଙ୍କାର ଅଭାବ ନ ରହିବାର ସ୍ୱପ୍ନ ଦେଖନ୍ତି। ଲୋକମାନେ ଏହା ହାସଲ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରନ୍ତି, କିନ୍ତୁ ପ୍ରାୟତଃ ସେମାନଙ୍କର କଠିନ ପରିଶ୍ରମ ସତ୍ତ୍ୱେ ସେମାନେ ଇଚ୍ଛା ଅନୁସାରେ ସଫଳତା ହାସଲ କରିବାରେ ବିଫଳ ହୁଅନ୍ତି। ଫେଙ୍ଗସୁଇ ଉପଚାର ଘରେ ବାତାବରଣକୁ ସନ୍ତୁଳିତ କରିବା ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି କରିବାରେ ବହୁତ ସହାୟକ ହୋଇଥାଏ। ଫେଙ୍ଗସୁଇ ଅନୁସାରେ ଘରେ କିଛି ଜିନିଷ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୁଏ ଏବଂ ସୁଖ ଏବଂ ସମୃଦ୍ଧି ଆସେ। ତେଣୁ ଆସନ୍ତୁ ଜାଣିବା 5ଟି ଫେଙ୍ଗସୁଇ ଜିନିଷ ବିଷୟରେ ଯାହା ଜୀବନରେ ସୁଖ, ସମୃଦ୍ଧି ଏବଂ ଧନ ଆଣିଥାଏ। ଫେଙ୍ଗସୁଇ ଲାଫିଂ ବୁଦ୍ଧ ଘରେ ସକାରାତ୍ମକ ଶକ୍ତି ଏବଂ ଧନ ବୃଦ୍ଧି କରିବା ପାଇଁ ଘରେ ଟଙ୍କା ଗଣ୍ଠି ଧରିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିବା ଉଚିତ। ଏହା ଆର୍ଥିକ କ୍ଷେତ୍ରରେ ଲାଭଦାୟକ ହୋଇପାରେ। ଆପଣଙ୍କ ଘରର ଦକ୍ଷିଣ ପୂର୍ବ ଦିଗରେ ଲାଫିଂ ବୁଦ୍ଧ ରଖିବା ଦ୍ୱାରା ଏହି ଦିଗର ସକାରାତ୍ମକ ଶକ୍ତି ବୃଦ୍ଧି ପାଏ, ଯାହା ଧନ ଏବଂ ଖୁସିକୁ ଆକର୍ଷିତ କରେ। ଫେଙ୍ଗସୁଇ ଖ୍ରୀଷ୍ଟମାସ ଟ୍ରି ଖ୍ରୀଷ୍ଟମାସ ଗଛଗୁଡ଼ିକୁ ରିବନ, ବିଭିନ୍ନ ଉପହାର ଓ ଆଲୋକରେ ସୁନ୍ଦର ଭାବରେ ସଜା ଯାଇଥାଏ। କିଛି ଲୋକ ଗଛରେ ଘଣ୍ଟି ମଧ୍ୟ ଟାଙ୍ଗିଥାନ୍ତି। ଫେଙ୍ଗସୁଇ ଅନୁସାରେ ଘଣ୍ଟିର ଶବ୍ଦ ବହୁତ ପ୍ରଭାବଶାଳୀ ଓ ଦୁଷ୍ଟ ଆତ୍ମା ଏବଂ ନକାରାତ୍ମକ ଶକ୍ତିକୁ ଦୂରେଇ ରଖେ ଏବଂ ଧନକୁ ଆକର୍ଷିତ କରେ। ଫେଙ୍ଗସୁଇ ୱିଣ୍ଡ ଚାମ୍ସ ଫେଙ୍ଗସୁଇ ଅନୁସାରେ ଘରେ ଘଣ୍ଟି ଝୁଲାଇବାର ବିଶେଷ ଗୁରୁତ୍ୱ ରହିଛି। ଆପଣଙ୍କ ଘରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ସେଗୁଡ଼ିକୁ ମୁଖ୍ୟ ଦ୍ୱାର କିମ୍ବା ଝରକା ପାଖରେ ଟାଙ୍ଗନ୍ତୁ। ସେଗୁଡ଼ିକ ଦ୍ୱାରା ଉତ୍ପନ୍ନ ସୁମଧୁର ଶବ୍ଦ ଏକ ସକାରାତ୍ମକ ପରିବେଶ ବଜାୟ ରଖେ ଏବଂ ନକାରାତ୍ମକ ଶକ୍ତିକୁ ଦୂର କରେ। ଫେଙ୍ଗସୁଇ କଇଁଛ ଘରେ ସୁଖ, ସମୃଦ୍ଧି, ଧନ ଏବଂ ପ୍ରଗତି ଆଣିବା ପାଇଁ ଫେଙ୍ଗସୁଇ କଇଁଛକୁ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ଧାତୁ କଇଁଛ ବହୁତ ଉପଯୋଗୀ। ଘରେ କଇଁଛ ରଖିବା ବିଭିନ୍ନ ରୋଗ ଏବଂ ଲୁକାୟିତ ଶତ୍ରୁମାନଙ୍କୁ ଦୂର କରିବାରେ ସାହାଯ୍ୟ କରେ। ଧନ ବୃଦ୍ଧି କରିବା ପାଇଁ ଏକ ଧାତୁ କଇଁଛ କିଣନ୍ତୁ ଏବଂ ଏହାକୁ ଉତ୍ତର ଦିଗରେ ପାଣି ଭର୍ତ୍ତି ପାତ୍ରରେ ରଖନ୍ତୁ। ଫେଙ୍ଗସୁଇ ମୁଦ୍ରା ଫେଙ୍ଗସୁଇ ଅନୁସାରେ ଚୀନ ମୁଦ୍ରା ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧିର ପ୍ରତୀକ। ତେଣୁ ଏହି ମୁଦ୍ରାଗୁଡ଼ିକୁ ଘରର ପ୍ରବେଶ ଦ୍ୱାରରେ ଝୁଲାଇ ରଖାଯାଏ। ଏହା ଦାରିଦ୍ର୍ୟ ଦୂର କରେ ଏବଂ ଘରକୁ ଧନ ଆଣେ ବୋଲି ବିଶ୍ୱାସ କରାଯାଏ। କ୍ୟାରିୟର ସଫଳତା ହାସଲ କରିବା ପାଇଁ ଫେଙ୍ଗସୁଇ ମୁଦ୍ରାକୁ ତ୍ରିକୋଣରେ ବାନ୍ଧି ରଖନ୍ତୁ। 10ଟି ମୁଦ୍ରାର ଏକ ଗୁଚ୍ଛ ଏବଂ ଏହାକୁ ଆପଣଙ୍କ କାର୍ଯ୍ୟ ଡେସ୍କରେ ଡ୍ରୟରେ ରଖିବା ମଧ୍ୟ ଲାଭଦାୟକ ହୋଇଥାଏ। ଏହି ତଥ୍ୟଟି ଆପଣଙ୍କୁ କିପରି ଲାଗିଲା ତାହା ଲାଇକ୍ସ, କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ ଓ ସବସ୍କ୍ରାଇବର କରିନଥିଲେ ଏହି ଚ୍ୟାନେଲଟିକୁ ତୁରନ୍ତ ସବସ୍କ୍ରାଇବ କରନ୍ତୁ। ଜୟ ଜଗନ୍ନାଥ।